शुभ सकाळ पिलामाने गत अध्याय आमे विभिन्न पशु मानक विषय पढ़ी जो मानक ठारू आमे पशम तंतु पाई था क्यों पशु मानक ठारू आमे पशम तंतु पाई था कहि परिबो मने पकैला देखी वेरी गुड मेंढा चमरी गाई छेली इत्यादि पशु मानक ठारू आमे पशम तंतु पाई था पशम पाइबा पई मुख्यतः मेंढा पालन करा जाए सेमानंक लोमरु पशम प्रस्तुत करा जाए कहलो देखी मेंढा माने कौन खाइबा को भल पाती वेरी गुड मेंढा माने घास पत्र खाइबा को भल पाती एहा व्यतीत विभिन्न शस्य डाली चोकड़ ज और पीड़िया सह किछि लुण मिसाई एमानकु खाइबा को दिया जाए शीत दिने मेंढा मानकु घरे रखी पत्र शस्य दाना और सुखिला नड़ा खाइबा को दिया जाए लोमरु पशम प्रस्तुति मेंढार लोम विभिन्न सोपान रे उपलब्ध करा जाई पशम उत्पादन हुए ओ सेथिरु शीत पोशाक और चदर बुना जाए अच्छा पिला माने कहलो एही चित्र रे तुम कौन देखुछ वेरी गुड प्रथम सोपान रे कौन करा जाए ना मेंढा मानकर वर्धित लोम को कटा जाई थाए सेमानंक वर्धित लोम को मूलरू काटी दिया जाए जानिछ एही काम को ऋतु रे करा जाए एही कामटी ग्रीष्म ऋतु रे करा जाए ए वीडियो रे तुम देखि पारथु केमिति मेंढा लोम को मूलरू कटा जाउछ एही मेसिन रे किंबा याठू बड़ मध्य हेई पारे मेंढा मानकर लोम को परिष्कार करा जाई थाए मेसिन साहाय्य रे मेंढार लोम को परिष्कार करा जाए एही चित्र रे तुम देखि पारथु केमिति लोकटी लोम को एक बड़ पात्र रे सफा करूछि पिला माने ए वीडियो रे कौन देखिलो वेरी गुड एही वीडियो रे लोम गुडी को बड़ मशीन साहाय्य रे कौन करा जाउछि ना सफा करा जाउछि परिष्कार करा जाउछि एमिति बड़ बड़ मशीन साहाय्य रे मेंढा मानकर लोम को परिष्कार करा जाए एहा परे लोम को परिष्कार करा जाए भिन्न भिन्न प्रकार लोम को अलगा करी सजाई रखा जाए एबे आसीबा चतुर्थ सोपान समस्त लोमरु अति छोट छोट लोम गुडी को अलगा करा जाए एहा परे पुणी थरे सजाई सुखा जाए वर्तमान पशम तंतु प्रस्तुत हो गला जदि आमे देखिबा एही सोपान रे तो जेउ छोट लोम को अलगा करा जाई पारि न थाए
ସେଇ ଲୋମ ଗୁଡ଼ା ବେଳେବେଳେ ସ୍ୱେଟରରେ ମଧ୍ୟ ଆସିଯାଏ। ଏଇଟା ଥିଲା ଚତୁର୍ଥ ସୋପାନର କାର୍ଯ୍ୟ। ଏବେ ଆସିବା ଆମେ ପଞ୍ଚମ ସୋପାନକୁ। ଛେଳି ଓ ମେଣ୍ଢା ଲୋମର ପ୍ରାକୃତିକ ରଙ୍ଗ ହେଉଛି ଧଳା କିମ୍ବା ବାଦାମୀ। ଏହି ଶୁଖିଲା ତନ୍ତୁକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗରେ ରଙ୍ଗାଯାଏ। ଏବେ ଆସିବା ଷଷ୍ଠ ସୋପାନ, ଯୋଉଟାକି ଶେଷ ସୋପାନ। ଶେଷ ସୋପାନରେ ତନ୍ତୁ ଗୁଡ଼ିକୁ ସଳଖ କରି ଗୁଡ଼ାଇ ଗୁଡ଼ାଇ ସୂତା କଟାଯାଏ। ସୂତା କାଟିବା ପରେ ତନ୍ତୁ ଗୁଡ଼ିକ ସ୍ୱେଟର ବୁଣା ପାଇଁ ଏବଂ ଛୋଟ ତନ୍ତୁ ଗୁଡ଼ିକୁ ଲୁଗା ବୁଣା ପାଇଁ ବ୍ୟବହୃତ ହୁଏ। ତୁମେ ଜାଣିଛ କି ପଶମ ଉତ୍ପାଦନ ପାଇଁ ଅଧିକ ସଂଖ୍ୟକ ମେଣ୍ଢା ପାଳନ କ୍ଷେତ୍ରରେ ଚୀନ ପ୍ରଥମ, ଅଷ୍ଟ୍ରେଲିଆ ଦ୍ୱିତୀୟ ଓ ଭାରତର ସ୍ଥାନ ତୃତୀୟ। ତେବେ ନ୍ୟୁଜିଲାଣ୍ଡ ମେଣ୍ଢା ଲୋମରୁ ସବୁଠାରୁ ଉନ୍ନତ ମାନର ପଶମ ମିଳେ। ଏବେ କହିଲ ଦେଖି, କାହା ପରେ କ'ଣ ଆସିବ? ପ୍ରଥମରେ କୋଉଟାକୁ ରଖିବା, ଦ୍ୱିତୀୟରେ କୋଉଟାକୁ ରଖିବା, ତୃତୀୟରେ କୋଉଟାକୁ ରଖିବା, ଷଷ୍ଠ ପର୍ଯ୍ୟନ୍ତ କାହା ପରେ କ'ଣ ଆସିବ ସେଟା କହିପାରିବ? କହିଲ, ସବୁଠାରୁ ପ୍ରଥମ ବିନ୍ଦୁଟି କ'ଣ ହବ? ଭେରି ଗୁଡ୍, ବର୍ଦ୍ଧିତ ଲୋମକୁ କାଟିବା। ଏହାପରେ କ'ଣ? ଲୋମକୁ ପରିଷ୍କାର କରିବା। ତାପରେ ଅତି ଛୋଟ ଲୋମ ଗୁଡ଼ିକୁ ଅଲଗା କରିବା ଏବଂ ଏହାପରେ ସୂତା କାଟିବା। ତାପରେ ଲୁଗା ବୁଣିବା। ଏବେ ଦେଖ, ସବୁଠାରୁ ପ୍ରଥମରେ କ'ଣ? ବର୍ଦ୍ଧିତ ଲୋମକୁ କାଟିବା। ଦ୍ୱିତୀୟରେ କ'ଣ? ଲୋମକୁ ପରିଷ୍କାର କରିବା। ତୃତୀୟରେ ଅତି ଛୋଟ ଲୋମ ଗୁଡ଼ିକୁ ଅଲଗା କରିବା। ଚତୁର୍ଥରେ ତନ୍ତୁରେ ରଙ୍ଗ ଦେବା। ପଞ୍ଚମ ସୂତା କାଟିବା ଏବଂ ଷଷ୍ଠରେ ଆସୁଛି ଲୁଗା ବୁଣିବା। ତ ପିଲାମାନେ, ଆମେ କ'ଣ କ'ଣ ପଢ଼ିଲେ ତାକୁ ଟିକେ ଆଉ ଥରେ ଆମେ ଦେଖିବା। ପ୍ରଥମ ସୋପାନଟା କ'ଣ? ମେଣ୍ଢାମାନଙ୍କର ଲୋମକୁ ମୂଳରୁ କାଟି ଦିଆଯାଏ, ଯୋଉଟାକି ଗ୍ରୀଷ୍ମ ଋତୁ। ଏ ଭିଡ଼ିଓରେ ତମେ ଦେଖିପାରୁଥିବ କେମିତି ମେଣ୍ଢା ଲୋମକୁ ମୂଳରୁ କଟାଯାଉଛି। ଦ୍ୱିତୀୟ ସୋପାନରେ ମେଣ୍ଢାମାନଙ୍କର ଲୋମ ଗୁଡ଼ିକୁ ବଡ଼ ପାତ୍ରରେ, ଆଜିକାଲି ମେସିନ୍ ସାହାଯ୍ୟରେ ମଧ୍ୟ ପରିଷ୍କାର କରାଯାଏ। ଏହାପରେ ଲୋମକୁ ପରିଷ୍କାର କରାଯାଇ ଭିନ୍ନ ଭିନ୍ନ ପ୍ରକାର ଲୋମକୁ ଅଲଗା କରି ସଜାଇ ରଖାଯାଏ। ଏବେ ଆସିବା ଚତୁର୍ଥ ସୋପାନକୁ। ସମସ୍ତ ଲୋମରୁ ଅତି ଛୋଟ ଛୋଟ ଲୋମ ଗୁଡ଼ିକୁ ଅଲଗା କରାଯାଏ। ଏହାପରେ ପୁଣି ଥରେ ସଜାଇ ଶୁଖାଯାଏ। ବର୍ତ୍ତମାନ ପଶମ ତନ୍ତୁ ପ୍ରସ୍ତୁତ ହୋଇଗଲା। ଯଦି ଆମେ ଦେଖିବା ଏହି ସୋପାନରେ ଯେଉଁ ଛୋଟ ଲୋମକୁ ଅଲଗା କରାଯାଇ ପାରିନଥାଏ, ସେଇ ଲୋମ ଗୁଡ଼ା ବେଳେବେଳେ ସ୍ୱେଟରରେ ମଧ୍ୟ ଆସିଯାଏ। ଏଇଟା ଥିଲା ଚତୁର୍ଥ ସୋପାନର କାର୍ଯ୍ୟ। ଏବେ ଆସିବା ଆମେ ପଞ୍ଚମ ସୋପାନକୁ। ଛେଳି ଓ ମେଣ୍ଢା ଲୋମର ପ୍ରାକୃତିକ ରଙ୍ଗ ହେଉଛି ଧଳା କିମ୍ବା ବାଦାମୀ। ଏହି ଶୁଖିଲା ତନ୍ତୁକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗରେ ରଙ୍ଗାଯାଏ। ଏବେ ଆସିବା ଷଷ୍ଠ ସୋପାନ, ଯୋଉଟାକି ଶେଷ ସୋପାନ। ଶେଷ ସୋପାନରେ
ତନ୍ତୁଗୁଡ଼ିକୁ ସଳଖ କରି ଗୁଡ଼ାଇ ଗୁଡ଼ାଇ ସୂତା କଟାଯାଏ। ସୂତା କାଟିବା ପରେ ତନ୍ତୁଗୁଡ଼ିକ ସ୍ୱେଟର ବୁଣା ପାଇଁ ଏବଂ ଛୋଟ ତନ୍ତୁଗୁଡ଼ିକୁ ଲୁଗା ବୁଣା ପାଇଁ ବ୍ୟବହୃତ ହୁଏ। ଏହି ପାଠର ଅବଶିଷ୍ଟାଂଶରେ ଆମେ ସିଲ୍କ ବା ରେଶମ ତନ୍ତୁ ବିଷୟରେ ପଢ଼ିବା। ରେଶମ ପୋକର ଜୀବନଚକ୍ର, ବିଭିନ୍ନ ପ୍ରକାରର ରେଶମ ତନ୍ତୁ ଏବଂ ରେଶମ ଚାଷର ଉପକାରିତା ଇତ୍ୟାଦି ବିଷୟରେ ପଢ଼ିବା।